କାଳବୈଶାଖୀର ପ୍ରଭାବରେ ଉଡ଼ିଗଲା ଘରର ଟିଣ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ଗୋକୁଳମୁଣ୍ଡା ଗ୍ରାମରେ ଆଜି ଭୋର ସମୟରେ ହୋଇଥିବା ଝଡ଼ ତୋଫାନ ଓ ବର୍ଷା ଫଳରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ୱର୍ଗତ ସିତିଆ ମାଝୀଙ୍କ ଘରର ଟିଣ ପବନରେ ଉଡ଼ି ଯାଇଥିବାରୁ ଘର ଭିତରକୁ ପାଣି ପଶୁଥିବାର ଦେଖିବାକୁ ମିଳିଛି। ଏହାର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଘରେ ରହିଥିବା ଖାଦ୍ୟଶସ୍ୟ ଫସଲ ସହିତ ଅନେକ ଆବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଘଟଣା ସମୟରେ ପରିବାର ସଦସ୍ୟମାନେ ଘରେ ଶୋଇଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବାରୁ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଗ୍ରାମର ବିଭିନ୍ନ ରାସ୍ତାରେ ମଧ୍ୟ ଅନେକ ଗଛ ପଡ଼ିଥିବାର ଦେଖିବାକୁ ମିଳିଛି, ଯାହାକି ଯାତାୟାତକୁ ବାଧା ସୃଷ୍ଟି କରିଛି। ଏପରି ପରିସ୍ଥିତିରେ ଗ୍ରାମବାସୀମାନେ ପ୍ରଭାବିତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। କାଶୀପୁରରୁ ସତ୍ୟନାରାୟଣ ସାହୁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।